ଜୟ ଜଗନ୍ନାଥ। ନିଶ୍ଚିତ ଭାବରେ ଏ ତ ତାଙ୍କର ଫ୍ୟାମିଲି ମ୍ୟାଟର, ଗୋଟେ ପାରିବାରିକ କଥା। କିନ୍ତୁ ଆମେ ଦେଖିବାକୁ ଗଲେ ଯଦି ଦ୍ୱିତୀୟ ବିବାହ କଥା ଦେଖିବା, ପ୍ରକୃତରେ ଅନ୍ଧ ବାଡି ହଜାଏ ଥରେ ହଜାଏ। ଯଦି ଜୀବନ ଭିତରେ ଆମେ ପ୍ରଥମ ଭୁଲରୁ ଯଦି ସଜାଡି ନ ହେଇ ପାରିଲୁ, ଦ୍ୱିତୀୟ ଭୁଲ ଆମ ଦ୍ୱାରା ନିଶ୍ଚିତ ଭାବରେ ଘଟିବ। ତେଣୁ ପ୍ରଥମ ସ୍ତ୍ରୀ ସହିତ ଆମେ କଣ ପାଇଁ ଯେ ଅଧିକ ଦିନ ଆମର ଦାମ୍ପତ୍ୟ ଜୀବନ ସୁଖମୟ ହେଇପାରିଲାନି, କଣ ପାଇଁ ଆମ ଜୀବନଟି ଦୁଃଖରେ ଭରିଗଲା, କଣ ପାଇଁ ଦାମ୍ପତ୍ୟ ଜୀବନରେ ଛାଡପତ୍ର ଭଳି ଏକ ଦୁଃଖ ଭରିଗଲା। ତେଣୁ ସେ କଥା ହଉଛି ଆମେ ଏଇ ଯୋଉ ଦ୍ୱିତୀୟ ବିବାହ, ତା ଦ୍ଵାରା ଆମେ ମାନେ କଣ କରିବା ନା, ନିଶ୍ଚିନ୍ତ ଭାବରେ ସଜାଗ ରହିବା ଆବଶ୍ୟକ। ବିଗାଡି ବିଗାଡି ଯାଇଥିବା ଜୀବନକୁ ସଜାଡିବା ପାଇଁ ଇଏ ଦ୍ୱିତୀୟ ବିବାହ। ତେଣୁ ନିଶ୍ଚିନ୍ତ ଭାବରେ ଏହା ସୁଖମୟ ହେଉ, ଆଉ ଯୋଉ ଦାମ୍ପତ୍ୟ ଜୀବନରେ ସେ କଷ୍ଟ ଅନୁଭବ କରୁଥିଲେ ସେ କଷ୍ଟ ଦୂର ହଉ। ନିଶ୍ଚିନ୍ତ ଜଗତ ଭିତରେ ଏବେ ପାରିବାରିକ ଫ୍ୟାମିଲି କଥା ଲୋକଲୋଚନକୁ ଆସିଲାଣି, ଯାହା ଏକ ଲଜ୍ଜା ମଧ୍ୟ। ଯେ ଆମ ପରିବାର ଭିତରେ କଣ ହବ ତାକୁ ଲୋକ କେମିତି ଜାଣିବେ, କିନ୍ତୁ ପ୍ରତି କ୍ଷଣରେ ଆମେ ଲୋକ ସାମ୍ନାକୁ ଯୋଉ କଥା ଗୁଡାକ ଆସିଲା, ଜଣେ ସ୍ୱାମୀର ବେଡରୁମ ପାଖରେ ଗୋଟିଏ ସ୍ତ୍ରୀ ପହଞ୍ଚିବା ପାଇଁ ତାକୁ କୋର୍ଟର ଅର୍ଡର ଆଣିବାକୁ ପଡୁଛି। ଏଇଭଳି କଥା ଯେ ଅନ୍ୟମାନଙ୍କ ଉପରେ କଣ ପ୍ରଭାବ ପକେଇବ। ତେଣୁ ଦାମ୍ପତ୍ୟ ଜୀବନ ଛାଡପତ୍ର ହଉଛି ଶେଷ ପନ୍ଥା। ତେଣୁ ନିଶ୍ଚିନ୍ତ ଭାବରେ ଦାମ୍ପତ୍ୟ ଜୀବନ ଗୋଟିଏ ଚପଲ ଭଳି, ଗୋଟିଏ ପଟ ହଜିଗଲେ ଆଉ ଗୋଟେ ପଟ ମୂଲ୍ୟହୀନ ହୋଇଯାଏ। ତେଣୁ ପ୍ରଥମ ମୂଲ୍ୟହୀନ ଜୀବନ ଯାଇଛି, ଏବେ ମୂଲ୍ୟବାନ କରିବାକୁ ଆବଶ୍ୟକତା ରହିଛି। ତେଣୁ ବିଗିଡି ଯାଇଥିବା ଜୀବନ ସଜାଡିବାର ସମୟ ଆସିଛି। ଦ୍ୱିତୀୟ ବିବାହ ତ ଏବେ ଗୋଟେ ଟ୍ରେଣ୍ଡ ଚାଲିଛି, କିନ୍ତୁ ଯଦି ଦ୍ୱିତୀୟ ବିବାହରେ ମଧ୍ୟ ଆପଣ ବିବାହର ଯୋଉ ନିୟମ ରହିଛି ତାକୁ ଯଦି ଆପଣ ନ ମାନିବେ, ଦ୍ୱିତୀୟ ବିବାହ ପୁଣି ମଧ୍ୟ ଛାଡପତ୍ରରେ ପରିଣତ ହବ, ତୃତୀୟ ବିବାହ କରିବାକୁ ପଡିବ। ନିଶ୍ଚିନ୍ତ ଭାବରେ ମୁଁ ଗୋଟିଏ କଥା ନିଶ୍ଚିନ୍ତ ସମଗ୍ର କେବଳ ନାୟକ ଅନୁଭବଙ୍କ ପାଇଁ ନୁହେଁ, ମୁଁ ସମଗ୍ର ବିଶ୍ୱବାସୀଙ୍କ ପାଇଁ, ଯୋଉମାନେ ବିବାହ କରିଛନ୍ତି ସେମାନଙ୍କ ପାଇଁ କହିବି। ଆମ ବିବାହରେ, ଆମ ଦାମ୍ପତ୍ୟ ଜୀବନ ଆରମ୍ଭ ପୂର୍ବ ଯୋଉ ବିବାହ, ଆମେ ପରସ୍ପର ସ୍ୱାମୀ ସ୍ତ୍ରୀ ବେକରେ ହାର ପକାଏ, ସ୍ତ୍ରୀ ସ୍ୱାମୀ ବେକରେ ହାର ପକାଏ। ଏହାର ଅର୍ଥ ହଉଛି ସ୍ୱାମୀର ଯେତେ ଭୁଲ ଥାଉ ସ୍ତ୍ରୀ ହାର ଗ୍ରହଣ କଲେ, ହାରିବା ଗ୍ରହଣ କଲେ ସ୍ତ୍ରୀ ମୁଣ୍ଡ ନୁଆଇଁ ଦିଏ। ସ୍ତ୍ରୀ ସ୍ୱାମୀ ଉପରେ ବେକରେ ମୁଣ୍ଡରେ ହାର, ମାନେ ବେକରେ ହାର ପକେଇଲା ବେଳେ ସେ ନିଶ୍ଚିନ୍ତ ମୁଣ୍ଡ ତଳକୁ କରିଦିଏ। ଅର୍ଥାତ୍ ସ୍ତ୍ରୀର ଯେତେ ଭୁଲ ଥାଉ କଣ କରେ ନା, ସ୍ୱାମୀ ମୁଣ୍ଡ ତଳକୁ କରିବ, ସ୍ୱାମୀର ଭୁଲ ଥିଲେ ମୁଣ୍ଡ ତଳକୁ କରିବ। ଅର୍ଥାତ୍ ପରସ୍ପର ଯେତେବେଳେ ପରସ୍ପର ଆଗରେ ମୁଣ୍ଡ ନୁଆଇବା ଆରମ୍ଭ କରିଦେବେ, ଦାମ୍ପତ୍ୟ ଜୀବନ ଆଉ ଛାଡପତ୍ର ପରିଣତ ହବନି। ଆମେ କହୁ ପରା ହାର ପକେଇବା, ଅର୍ଥାତ୍ ହାର ଗ୍ରହଣ କରିବା, ଫୁଲ ହାର। ଅର୍ଥାତ୍ ଜଣେ ଜଣଙ୍କ ପାଖରେ ହାରିଗଲେ, ଜିଦିକୁ ଛାଡିଦେଲେ, ତେଣୁ ନିଶ୍ଚିନ୍ତ ଦାମ୍ପତ୍ୟ ଜୀବନ ସୁଖମୟ ହବ। ଏବେ କିନ୍ତୁ ଦାମ୍ପତ୍ୟ ଜୀବନ ଆଉ ସେଭଳି ଭାବରେ ସୁଖମୟ ନାହିଁ, ପରସ୍ପର ଦୁଃଖ ଭିତରେ ଭରି ଯାଇଛି ଅନେକ। କିନ୍ତୁ ଗୋଟିଏ କଥା ଆପଣଙ୍କୁ ନିଶ୍ଚିନ୍ତ ଭାବରେ କହିବି, ଏ କିଛି ଦିନ ପୂର୍ବରୁ ଜଣେ ବୟସ୍କ ଲୋକ, ମାନେ ବୁଢୀ ଲୋକଟିଏ, ସିଏ ହଁ ବୁଢୀ ଲୋକଟିଏ, ସିଏ କଣ କଲେ ନା ମୋ ପାଖରେ ଆସି ପହଞ୍ଚିଲେ। ଆଉ ବୁଢୀ ଲୋକଟିଏ କହିଲେ, ବାବା ଆଉ ଟଙ୍କା 100 ଆପଣ ଦିଅନ୍ତୁ। ମୁଁ କହିଲି, ମା କଣ କରିବୁ ପଇସା? ସେ କହିଲେ, ନାଇଁ ନାଇଁ, ଦିଟା ମୋର ପୁଅ ଆଉ ଆମକୁ ଭିନେ କରିଦେଇଛନ୍ତି। ବୁଢା ରହୁଛି କୋଉଠି ନା, ବଡ ପୁଅ ପାଖରେ, ବୁଢୀ ରହୁଛି ସାନ ପୁଅ ପାଖରେ। ମାନେ ମଉସା ରହୁଛନ୍ତି ତମର ବଡ ପୁଅ ପାଖରେ, ତାଙ୍କ ବଡ ପୁଅ ପାଖରେ, ଆଉ ମୁଁ ଏ ସାନ ପୁଅ ପାଖରେ ରହୁଛି। 5 ଦିନ ହେଲାଣି ସେ କାଶୁଛନ୍ତି। ତେଣୁ ମୁଁ ପଚାରିଲି ତାଙ୍କୁ ଆଜି ଠାରିକି, କଥାବାର୍ତ୍ତା ବୁଢୀର ବନ୍ଦ କରିଦେଇଛନ୍ତି। ଠାରିକି ପଚାରିଲି, ଆଉ ପଚାରିଲି ଯେ ତମେ କଣ ଔଷଧ ଖାଉନ? ବୁଢା ହାତ ଧରି କହିଲା, ନା। ତମେ ଇଏ 100-200 ଟଙ୍କା ନଉଛି ବୁଢା ପାଇଁ ମେଡିସିନ ଆଣିବା ପାଇଁ। ଦେଖନ୍ତୁ ବୟସ 75 ବର୍ଷ ହେଲାଣି, ବୁଢା ପ୍ରତି ଭଲ ପାଇବା, ବୁଢା ପ୍ରତି ସ୍ନେହ, ଆଉ ଏଇ ଯୋଉ ସ୍ନେହ ମମତା ଶେଷ ପର୍ଯ୍ୟନ୍ତ ରହିବା ଦରକାର। ନହେଲେ ଦାମ୍ପତ୍ୟ ଜୀବନ ବିଗିଡି ଯିବ। ଆଉ ଦାମ୍ପତ୍ୟ ଜୀବନ ବିଗିଡିବା ପାଇଁ ମୂଳ ହଉଛି ମାନେ କଣ ହଉଛି, ଶତ୍ରୁ ହଉଛି ସନ୍ଦେହ। ଯଦି ସ୍ୱାମୀ ସ୍ତ୍ରୀ ଭିତରେ ସନ୍ଦେହ ଆରମ୍ଭ ହେଇଯାଏ, ସେ ସନ୍ଦେହ ଦାମ୍ପତ୍ୟ ଜୀବନକୁ ନଷ୍ଟ କରିଦିଏ। ତେଣୁ ସନ୍ଦେହ ଠାରୁ ଦୂରେଇ ରୁହନ୍ତୁ। ତା ସହିତ ପରସ୍ପର ଭିତରେ ବିଶ୍ୱାସ। କେବେ ଗୋଟିଏ ପତିବ୍ରତା ନାରୀ ତା ସ୍ୱାମୀକୁ କେବେ ଠକି ପାରେ ନା। ପତିବ୍ରତା ନାରୀ ଅଗ୍ନିକୁ ଶୀତଳ କରିଦିଏ। ତା ଭିତରେ ପରପୁରୁଷକୁ କେବେ ଆଖି ଉଠେଇ ଅନେଇବା କଥା ନୁହଁ। ମା ଜାନକୀ ଯେତେବେଳେ ରାବଣପୁରରେ ଥିଲେ, ସେତେବେଳେ ଆଖିରୁ ଧାର ଧାର ଲୁହ ଗଡେଇଲେ। ଏଇଥିପାଇଁ ଲୁହ ଗଡେଇଲେ, କହିଲେ, ସ୍ୱାମୀ ମୁଁ ଆପଣଙ୍କୁ କେବଳ ସୁନାର ମୃଗ ଟିକେ ଦେଖି ଲୋଭ କରିଥିଲି, ଟିକେ ସୁନା ମାଗିଥିଲି, ଆପଣ ସୁନାର ଲଙ୍କା ଦେଇଦେଲେ। ଆପଣ ଏତେ ଦୟାଳୁ। ହେଲେ ସୁନାର ଲଙ୍କା ମତେ ଆନନ୍ଦ ଦେଇପାରିବନି, କାହିଁକିନା ମୋ ପାଖରେ ସ୍ୱାମୀ ନାହାନ୍ତି। ତେଣୁ ଜୀବନ ଭିତରେ ସ୍ୱାମୀ ଛଡା ଜୀବନରେ ବୁଳା ବୁଳା ସୁନା ଟଙ୍କା ଥିଲେ କଣ ଆନନ୍ଦ ଦବ, ଯେ ପର୍ଯ୍ୟନ୍ତ ପାଖରେ ସ୍ୱାମୀ ନାହାନ୍ତି। ତେଣୁ କହିବାର କଥା, ରାବଣକୁ ଯେତେବେଳେ ଆଖି ଉଠେଇ ମଧ୍ୟ ମା ଜାନକୀ ଦେଖିନଥିଲେ। ପରପୁରୁଷ ସହିତ ନାରୀ କେମିତି କଥା ହେବା କଥା ଦେଖନ୍ତୁ। ଜାନକୀ ଆଖି ଆଗରେ ଗୋଟେ କୁଶ ଉଠେଇ, ମାନେ କୁଶକୁ ଅନେଇ କଥା ହେଇଥିଲେ ରାବଣ ସହିତ, ମାନେ ପରପୁରୁଷ ଆଖିକୁ ମଧ୍ୟ ଅନେଇ ନଥିଲେ। ତେଣୁ ସ୍ୱାମୀର ସାଙ୍ଗ ମାନଙ୍କୁ, ସ୍ୱାମୀର ସାନ ଭାଇ ପୁତ୍ର ତୁଲ୍ୟ ବିଚାର କରିବା ଦରକାର ନାରୀ। ତେଣୁ ସ୍ୱାମୀ ସହିତ ଏଭଳି ବ୍ୟବହାର କରିବା ଦରକାର ଯେମିତି ସାରା ଜୀବନ ସ୍ୱାମୀ ସହିତ ଅଟୁଟ ବିଶ୍ୱାସ ବନ୍ଧନ ଭିତରେ ରହିବା। ଏହା ହିଁ ବୈବାହିକ ବନ୍ଧନ ନିଶ୍ଚିନ୍ତ ଭାବରେ ସୁଖମୟ ହବ ଯଦି ଏଇ ମନ୍ତ୍ରକୁ ମାନନ୍ତୁ।